Hello dear students, welcome to my channel Easy Politics with Suresh. Dear students, आज आमे मिलଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କନସେପ୍ଟ ସେଟା ହେଉଛି ଗଣତନ୍ତ୍ର ଏବଂ ପ୍ରତିନିଧିମୂଳକ ସରକାର ତା ଉପରେ ସେ କ'ଣ ସବୁ କହିଛନ୍ତି ସେଟା ଆମେ ଆଲୋଚନା କରିବା। ଇଂରାଜୀରେ ଡେମୋକ୍ରେସି ଆଣ୍ଡ ରିପ୍ରେଜେଣ୍ଟେଟିଭ ଗଭର୍ଣ୍ଣମେଣ୍ଟ। ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ କେବଳ ଯେ ଏଇଟା ଏଇ ପରୀକ୍ଷା ପାଇଁ ତୁମେ ପ୍ରସ୍ତୁତ ହେବା ଦରକାର ତାହା ନୁହଁ, ତୁମେ ଆଗକୁ ମଧ୍ୟ ଯଦି ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଚାହୁଁଛ କିମ୍ବା ଯେକୌଣସି ଚାକିରି କରିବା ପାଇଁ ଚାହୁଁଛ, ପଲିଟିକାଲ ସାଇନ୍ସର ଗୋଟେ ଲେକ୍ଚର ହେବା ପାଇଁ ଚାହୁଁଛ, ତାହେଲେ ତୁମେ ଏଇ କନସେପ୍ଟଟା ଭଲରେ ବୁଝିବା ଦରକାର। ତ ଆମେ ଜାଣିଛେ ଯେ ଜନ୍ ଷ୍ଟୁଆର୍ଟ ମିଲ୍ ଗୋଟେ ବହି ଲେଖିଥିଲେ, ସେ ବହିର ନାଁ ହେଉଛି ଅନ୍ ଲିବର୍ଟି। ଅନ୍ ଲିବର୍ଟି ପୁସ୍ତକରେ ସେ ଇଣ୍ଡିଭିଜୁଆଲ ଲିବର୍ଟି ବା ବ୍ୟକ୍ତିଗତ ସ୍ୱାଧୀନତାକୁ ଏତେ ଗୁରୁତ୍ୱ ପ୍ରଦାନ କରିଥିଲେ ଯେ ତାକୁ ସେ ସମସ୍ତ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ସେ ଚେଷ୍ଟା କରିଥିଲେ ଏବଂ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ସ୍ୱାଧୀନତାକୁ ସେ ସୁରକ୍ଷା ଦେବା ପାଇଁ ସେ ପ୍ରୟାସ କରିଛନ୍ତି। ତ ୟାର ଏକ ନମୁନା ଆମେ ଦେଖିବା ଯେ ଗଣତନ୍ତ୍ର ଏବଂ ପ୍ରତିନିଧିମୂଳକ ସରକାରରେ ଜେଏସ୍ ମିଲ୍ କ'ଣ କହୁଛନ୍ତି। ଜନ୍ ଷ୍ଟୁଆର୍ଟ ମିଲ୍ ତାଙ୍କର ପୁସ୍ତକ କନସିଡରେସନ୍ସ ଅନ୍ ରିପ୍ରେଜେଣ୍ଟେଟିଭ ଗଭର୍ଣ୍ଣମେଣ୍ଟ, ଯାହାକି ସେ 1861ରେ ଲେଖିଥିଲେ, ସେଠାରେ ସେ ଏକ ଉଦାରବାଦୀ ବା ପ୍ରତିନିଧିମୂଳକ ଗଣତନ୍ତ୍ର ବିଷୟରେ ଆଲୋଚନା କରିଛନ୍ତି। ସେ ବହିରେ ସେ ଉଦାରବାଦୀ ବା ପ୍ରତିନିଧିମୂଳକ ଗଣତନ୍ତ୍ର ବିଷୟରେ ଆଲୋଚନା କରିଛନ୍ତି। ତାଙ୍କ ମତରେ ପ୍ରତିନିଧିମୂଳକ ଗଣତନ୍ତ୍ରରେ ବ୍ୟକ୍ତି ନିଜ ସ୍ୱାଧୀନତାର ପୂର୍ଣ୍ଣ ପ୍ରକାଶ କରିବାର ସୁଯୋଗ ଥାଏ। ମିଲ୍ଙ୍କ ମତରେ ସ୍ୱତନ୍ତ୍ରତା ଏବଂ ଗଣତନ୍ତ୍ର ମାନବ ଜାତିର ଉତ୍କର୍ଷତା ହାସଲ କରିବା ଦିଗରେ ସହାୟକ ହୋଇଥାଏ। ସେ ଭାବୁଥିଲେ ଯେ ଗୋଟିଏ ବ୍ୟକ୍ତିର ସ୍ୱାଧୀନତା ବା ସ୍ୱତନ୍ତ୍ରତା ଏକାନ୍ତ ଆବଶ୍ୟକ ଏବଂ ଗଣତନ୍ତ୍ର ମଧ୍ୟ ନିହାତି ଆବଶ୍ୟକ, କାରଣ ଗଣତନ୍ତ୍ରରେ ହିଁ ଗୋଟିଏ ବ୍ୟକ୍ତି ନିଜର ସ୍ୱାଧୀନତାକୁ ଭରପୁର ଭାବେ ଉପଭୋଗ କରିପାରିବ। ଚିନ୍ତନ, ଭାବ ପ୍ରକାଶ, ବିଚାର ବିମର୍ଶ ଏବଂ କାର୍ଯ୍ୟ କରିବାର ସୁଯୋଗ ଏବଂ ସ୍ୱାଧୀନତା ବ୍ୟକ୍ତି କେବଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାଇଥାଏ। ନିରଙ୍କୁଶ ଶାସନରେ ଏହି ସ୍ୱାଧୀନତା ନଥାଏ। ତ ଆମେ ଜାଣିଛେ ଯେ ଯେଉଁ ଯେଉଁ ରାଷ୍ଟ୍ରରେ ଏକଛତ୍ରବାଦୀ ଶାସନ ଚାଲେ ବା ନିରଙ୍କୁଶ ତନ୍ତ୍ର ବା ନିରଙ୍କୁଶ ଶାସନ ବ୍ୟବସ୍ଥା ଥାଏ, ସେଠାରେ ଗୋଟିଏ ବ୍ୟକ୍ତିର ନିଜସ୍ୱ କୌଣସି ଅଧିକାର ନଥାଏ ଏବଂ ଯେଉଁ ସବୁ ଅଧିକାର ବିଷୟରେ ବର୍ତ୍ତମାନ ଆମେ ଆଲୋଚନା କଲେ ବା ସ୍ୱାଧୀନତା ଗୁଡ଼ିକ, ଯେମିତିକି ଚିନ୍ତନ, ଭାବ ପ୍ରକାଶ, ବିଚାର ବିମର୍ଶ କରିବା, ଯେକୌଣସି କାର୍ଯ୍ୟ କରିବା, ଏସବୁ ସୁଯୋଗ ଆମେ ପାଇଥାଉ ଏବଂ ସ୍ୱାଧୀନତା ପାଇଥାଉ କେବଳ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ। ଏହି ସ୍ୱାଧୀନତା ଗୁଡ଼ିକ ମନୁଷ୍ୟର ବିଚାର କରିବା ଶକ୍ତିକୁ ବୃଦ୍ଧି କରାଏ, ଯାହାଦ୍ୱାରା ସଭ୍ୟତା ଆଗକୁ ବଢ଼ିଥାଏ। ତେଣୁ ଯେଉଁ ବ୍ୟବସ୍ଥାରେ, ବିଶେଷ କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ, ଯେହେତୁ ଆମେ ଏହି ସମସ୍ତ ସ୍ୱାଧୀନତାକୁ ଭରପୁର ଭାବେ ଉପଯୋଗ କରିଥାଉ ବା ବ୍ୟବହାର କରିଥାଉ, ଉପଭୋଗ କରିଥାଉ, ତେଣୁ ଏଗୁଡ଼ିକ ଦ୍ୱାରା ଆମର ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନର ଉନ୍ନତି ଆସିଥାଏ ଏବଂ ଜୀବନର ଉନ୍ନତି ଆସିବା ସହିତ ଗୋଟେ ସମାଜ ଆଗକୁ ବଢ଼ିଥାଏ। ତେଣୁ ଗଣତନ୍ତ୍ର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ପରସ୍ପର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ମିଲ୍ ବିଶ୍ୱାସ କରୁଥିଲେ ପ୍ରତିନିଧିମୂଳକ ଗଣତନ୍ତ୍ର ସରକାରଙ୍କୁ ନାଗରିକଙ୍କ ପାଖରେ ଉତ୍ତରଦାୟୀ କରାଇଥାଏ ଏବଂ ନାଗରିକମାନଙ୍କୁ ବିଜ୍ଞ କରାଇଥାଏ। ନିହାତି ଭାବେ ଯେତେବେଳେ କି ଆମେ ଗୋଟେ ପ୍ରତିନିଧିମୂଳକ ଗଣତନ୍ତ୍ର ବ୍ୟବସ୍ଥା ଆମେ ଦେଖିଥାଉ, ସେହି ପ୍ରତିନିଧିମୂଳକ ଗଣତନ୍ତ୍ରରେ ଲୋକ ପ୍ରତିନିଧିମାନେ ଯେତେବେଳେ ସରକାର ଗଠନ କରିଥାନ୍ତି, ସେମାନେ କାହା ପାଖରେ ଉତ୍ତରଦାୟୀ ହେଇଥାନ୍ତି? ସେମାନେ ନାଗରିକଙ୍କ ପାଖରେ ଉତ୍ତରଦାୟୀ ହେଇଥାନ୍ତି। ଏବଂ ଏହା କରିବା ଦ୍ୱାରା ଏଇ ଯେଉଁ ପ୍ରତିନିଧିମୂଳକ ଗଣତନ୍ତ୍ର ଦ୍ୱାରା ନାଗରିକମାନେ ଅଧିକ ବିଜ୍ଞ ହୋଇଥାନ୍ତି। ସେମାନେ ଅନେକ ରାଜନୈତିକ ବିଷୟ ଉପରେ ତାଙ୍କର ଜ୍ଞାନ ବଢ଼ିଥାଏ, ଯାହାଦ୍ୱାରା ସେମାନେ ସର୍ବସାଧାରଣ ସ୍ୱାର୍ଥ ହାସଲ କରିବା ପାଇଁ ଚେଷ୍ଟା କରିଥାନ୍ତି। ମିଲ୍ଙ୍କ ମତରେ ସାମର୍ଥ୍ୟ ଆଧାରରେ ବ୍ୟକ୍ତିମାନଙ୍କ ମଧ୍ୟରେ ଭିନ୍ନତା ଥାଏ। ତ ମିଲ୍ କହିଲେ ଯେ ପ୍ରତ୍ୟେକ ବ୍ୟକ୍ତିମାନଙ୍କ ଭିତରେ ସାମର୍ଥ୍ୟକୁ ନେଇକି ଭିନ୍ନତା ଅଛି। କିଏ ତ କିଛି ଜିନିଷ ଉପରେ ଅଧିକ ପାରଙ୍ଗମ, ତ ଆଉ କିଛି ବ୍ୟକ୍ତି ମାନେ ଥାଆନ୍ତି, ସେମାନେ ଆଉ କିଛି କ୍ଷେତ୍ରରେ ପାରଙ୍ଗମ ଥାଆନ୍ତି। ତେଣୁ ବ୍ୟକ୍ତିମାନଙ୍କ ମଧ୍ୟରେ ବିଭିନ୍ନ ଯେଉଁ ସାମର୍ଥ୍ୟ ଅଛି, କ୍ୟାପାବିଲିଟି ଅଛି, ତାକୁ ନେଇକି ତ ଭିନ୍ନତା ନିହାତି ଭାବରେ ଅଛି। ତେଣୁ କେତେକ ନାଗରିକ
ସରକାର ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବା ବୃହତ୍ତର ଭାଗ ପାଇବା ଉଚିତ। କାରଣ ଯେଉଁମାନେ କି ଅଧିକ ଦକ୍ଷ, ଯେଉଁମାନଙ୍କ ପାଖରେ ଅଧିକ ସାମର୍ଥ୍ୟ ଅଛି, ସେମାନଙ୍କୁ ଅଧିକ ବା ବୃହତ୍ତର ଭାଗ ମିଳିବା ଦରକାର ଏବଂ ଯେଉଁମାନଙ୍କ ପାଖରେ ସାମର୍ଥ୍ୟ କମ୍ ଅଛି ସେମାନଙ୍କୁ କମ୍ ଦାୟିତ୍ୱ ଦିଆଯିବା ଦରକାର। ଏହି କାରଣରୁ ସେ ବହୁ ମତଦାନ ବ୍ୟବସ୍ଥାର ସମର୍ଥନ କରିଥିଲେ। ବହୁ ମତଦାନ ବ୍ୟବସ୍ଥା ମାନେ କ'ଣ, ସେଇଟା ଆମେ ଆଗକୁ ବୁଝିବା। ତାଙ୍କ ଅନୁସାରେ ସମସ୍ତ ପ୍ରାପ୍ତବୟସ୍କଙ୍କୁ ସମାନ ମତଦାନ ଅଧିକାର ଦିଆଯିବା ଉଚିତ। ତ ଯେଉଁମାନେ ପ୍ରାପ୍ତବୟସ୍କ ହୋଇଯିବେ, ଧରି ନିଆଯାଉ ଆମ ଭାରତରେ 18 ବର୍ଷ, ତାହେଲେ ସମସ୍ତଙ୍କୁ କ'ଣ ମତଦାନ ଅଧିକାର ଦିଆଯିବା ଉଚିତ। କିନ୍ତୁ ଯେଉଁମାନେ ଅଧିକ ବିଜ୍ଞ ଏବଂ ପ୍ରତିଭାବାନ, ସେମାନେ ନିର୍ବୋଧ ଓ କମ୍ ସାମର୍ଥ୍ୟ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ଅଧିକ ଭୋଟ ଦେବା ଉଚିତ। ତ ସେ କହୁଥିଲେ କି ଯେଉଁମାନେ କି ନିର୍ବୋଧ ଓ କମ୍ ସାମର୍ଥ୍ୟ ଥିବା ବ୍ୟକ୍ତିମାନେ, ସେମାନଙ୍କ ଭୋଟ ଦାନର ଯେଉଁ ଅଧିକାର ଅଛି ବା କ୍ଷମତା ଅଛି, ତାଠାରୁ ଯେଉଁମାନେ କି ଜ୍ଞାନୀ ଗୁଣୀ ବା ଯେଉଁମାନେ କି ବିଜ୍ଞ ବ୍ୟକ୍ତି, ସେମାନଙ୍କର ଭୋଟର ମୂଲ୍ୟ ଅଧିକ ହେବା ଉଚିତ। ତେଣୁ ସେମାନେ ଅଧିକ ଭୋଟ ଦେବା ଉଚିତ। ତେଣୁ ସେ କହିଲେ ବହୁ ମତଦାନ ବ୍ୟବସ୍ଥା କରାଯିବା ଦରକାର। ତ ଅତି ସରଳରେ ଯଦି ଗୋଟେ ନିର୍ବୋଧ ଲୋକ ଅଛନ୍ତି, ତାହେଲେ ସିଏ ଗୋଟିଏ ମାତ୍ର ଭୋଟ ଦେବ। ଯଦି ଜଣେ ବିଜ୍ଞ ବା ପଣ୍ଡିତ ଲୋକ ଅଛନ୍ତି, ତାହେଲେ ସିଏ ଥରେ ନୁହଁ 2-3 ଥର ସେ ଭୋଟ ଦେଇପାରିବ। କାରଣ ସେ ହେଉଛନ୍ତି ଜଣେ ବିଜ୍ଞ ଓ ଜ୍ଞାନୀ ଗୁଣୀ ବ୍ୟକ୍ତି ଏବଂ ତାର ଭୋଟର ମୂଲ୍ୟ ଅଧିକ ହେବା ଉଚିତ। ଏହାଦ୍ୱାରା ସେ ଜ୍ଞାନ ଓ କୌଶଳକୁ ଅଧିକ ଗୁରୁତ୍ୱ ଦିଅନ୍ତି। କାରଣ ଏହାର ସାହାଯ୍ୟରେ ଜଣେ ଅଧିକ ସମ୍ପତ୍ତି ଓ ସୁବିଧା ସୁଯୋଗ ପାଇଥାଏ। କାହାର ସାହାଯ୍ୟରେ? ଅଧିକ କୌଶଳ ଏବଂ ଜ୍ଞାନ ସାହାଯ୍ୟରେ ହିଁ ଗୋଟିଏ ବ୍ୟକ୍ତି ଅଧିକ ସମ୍ପତ୍ତି ବା ସୁବିଧା ସୁଯୋଗ ପାଇଥାଏ। ତେଣୁ ଯେଉଁମାନଙ୍କର ଅଳ୍ପ ଜ୍ଞାନ ଓ ଅଳ୍ପ କୌଶଳ ଅଛି, ସେମାନଙ୍କ ଭୋଟର ମୂଲ୍ୟ ବିଜ୍ଞ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ହେବା ଉଚିତ। ବାସ୍ତବରେ ଦେଖିଲେ ଏହା ଗଣତନ୍ତ୍ରର ମୂଲ୍ୟବୋଧ ବିରୋଧୀ ଅଟେ। ଯଦି ଆମେ ବର୍ତ୍ତମାନର ଯେଉଁ ଗଣତାନ୍ତ୍ରିକ ପ୍ରକ୍ରିୟା ଆମେ ଦେଖିବାକୁ ପାଉଛୁ ସାରା ବିଶ୍ୱରେ, ଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମିଲ୍ ଯେଉଁ ମତଦାନ ଦେଇଥିଲେ, ସେଇଟା ଆକ୍ଚୁଆଲି ଗଣତନ୍ତ୍ରର ବିରୋଧୀ ଅଟେ। ସେ ଗଣତନ୍ତ୍ରରେ କିଛି ଦୋଷ ଦୁର୍ବଳତା ଦେଖିଥିଲେ ଏବଂ ତାକୁ ସମାଧାନ କରିବା ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଲେ ଯେ ଗଣତନ୍ତ୍ରରେ କିଛି ଏମିତି ଦୋଷ ଦୁର୍ବଳତା ଅଛି ଯାହାକି ଆମେ ଜାଣିବା ଦରକାର ଏବଂ ତାକୁ ସଂଶୋଧନ ମଧ୍ୟ କରିବା ଉଚିତ। ଗଣତନ୍ତ୍ରରେ ସାଧାରଣ ନୀତି ହେଉଛି ଯାହା ପାଖରେ ସଂଖ୍ୟା ଅଛି ସେ ହିଁ ସରକାର ଗଢ଼ିଥାଏ। ଅର୍ଥାତ୍ ସରକାର ଗଠନ ହୋଇଥାଏ ସଂଖ୍ୟା ଗରିଷ୍ଠ ମତଦାନ ଦ୍ୱାରା। କିନ୍ତୁ ଏହି ନୀତିକୁ ସେ ବିରୋଧ କରିଥିଲେ। ସେ କାହିଁକି ବିରୋଧ କରିଥିଲେ? କାହିଁକି ନା ଆମେ ଦେଖୁଛୁ ଗଣତନ୍ତ୍ର ହେଉଛି ବା ଗଣତନ୍ତ୍ରରେ ସଂଖ୍ୟାର ଖେଳ ହୋଇଥାଏ। ତାର ଅର୍ଥ ଯାହା ପାଖରେ ଅଧିକ ସଂଖ୍ୟା ରହିଲା ସେଇ ଦଳ ହିଁ ସରକାର ଗଠନ କରିଥାଏ ବା ସେଇ ଦଳ ନିର୍ବାଚନରେ ବିଜୟ ପ୍ରାପ୍ତ ହୋଇକି ସରକାର ଗଠନ କରିଥାନ୍ତି। ତେଣୁ ସଂଖ୍ୟା ଗରିଷ୍ଠ ମତଦାନ ଦ୍ୱାରା ହିଁ ସରକାର ଗଠନ ହେଉଛି। এই ନୀତିକୁ କିନ୍ତୁ ସେ ବିରୋଧ କରିଥିଲେ। କାହିଁକି ବିରୋଧ କରିଥିଲେ? ତାଙ୍କ ମତରେ ଅଧିକାଂଶ ଲୋକମାନେ ସାଧାରଣତଃ ମଧ୍ୟମ ପ୍ରକାର ବା ମାମୁଲି ହୋଇଥାନ୍ତି। ସେମାନଙ୍କର ବିଶେଷ ଜ୍ଞାନ ନଥାଏ ଏବଂ ସେମାନେ ରାଜନୈତିକ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିନଥାନ୍ତି। ତେଣୁ ଅଧିକାଂଶ ଲୋକମାନେ ଆମ ସମାଜରେ କ'ଣ, ସେମାନେ ବହୁତ ମାମୁଲି ଲୋକମାନେ, ମାନେ ସେମାନେ ବହୁତ କମନ୍ ପର୍ସନ୍, ସାଧାରଣ ଲୋକମାନେ। ସେମାନଙ୍କର ରାଜନୈତିକ କ୍ଷେତ୍ରରେ କୌଣସି ଜ୍ଞାନ ନଥାଏ କି ସେମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି ନାହିଁ। ତେଣୁ ସେ ବହୁ ମତଦାନ ବ୍ୟବସ୍ଥାକୁ ସମର୍ଥନ କରିଥାନ୍ତି। ଏହା ହେବା ଦ୍ୱାରା ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟର ବ୍ୟବସ୍ଥାକୁ ଉଚ୍ଛେଦ କରିପାରିବ ଏବଂ ଏହା ନହେଲେ ସରକାର ଅତି ନିମ୍ନ ଧରଣର ସ୍ଥାପନ ହୋଇଥାଏ। ତେଣୁ ଯୋଗ୍ୟତା, ସାମର୍ଥ୍ୟ ଓ ବିଜ୍ଞତାକୁ ଆଧାର କରି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେ ରାଷ୍ଟ୍ରକୁ ଉପଦେଶ ଦେଇଥିଲେ। ସେ କହିଲେ ଯେ ରାଷ୍ଟ୍ରକୁ କେଉଁ ନୀତି ଆପଣେଇବା ଦରକାର? ରାଷ୍ଟ୍ରକୁ ଆକ୍ଚୁଆଲି ଯେଉଁ ନୀତି ଆପଣେଇବା ଦରକାର ସେ ନୀତି ହେଉଛି ଯେ ଯୋଗ୍ୟତା, ଲୋକମାନଙ୍କର ଯୋଗ୍ୟତା କେତେ ଅଛି, ସେମାନଙ୍କ ପାଖରେ ସାମର୍ଥ୍ୟ କେତେ ଅଛି ଏବଂ ସେମାନଙ୍କ ପାଖରେ ଇଣ୍ଟେଲିଜେନ୍ସ, ନଲେଜ ଅଛି କି ନାହିଁ, ତାକୁ ଆଧାର କରି ଆମେ ଗୋଟେ ସମାନ ଅନୁପାତରେ ଯାହାର କି କମ୍ ନଲେଜ ଅଛି ସେମାନଙ୍କ ଭୋଟର ମୂଲ୍ୟ କମ୍ ହେବ ଏବଂ ଯାହାର କି ନଲେଜ ଅଧିକ ଅଛି ସେମାନଙ୍କର ଭୋଟର ମୂଲ୍ୟ ଅଧିକ ହେବ ବା ସେମାନେ ଅଧିକ ଥର ଭୋଟ ଦେଇପାରିବେ। ତେଣୁ ସମାନ ଅନୁପାତରେ ଲୋକମାନଙ୍କୁ ଭୋଟ ଦେବାର ଯେଉଁ ଅଧିକାର ଦିଆଯିବା ଦରକାର ଏବଂ ଏହା ଯଦି ନ ହୁଏ ତାହେଲେ ଯେଉଁ ସରକାର ଗଠନ ହେବ ସେଇଟା ଅତି ମାମୁଲି ବା ଗୋଟେ ତୁଚ୍ଛ ସରକାର ହେବ, ଯାହାର କେତେ ଭ୍ୟାଲ୍ୟୁ ନଥିବ। ଅଧିକାଂଶ ଲୋକମାନେ ରାଜନୈତିକ କ୍ଷେତ୍ରର କୌଣସି ଜ୍ଞାନ ସେମାନଙ୍କ ପାଖରେ ନଥାଏ। ତେଣୁ ତାକୁ ଆଧାର କରି ସଂଖ୍ୟା ଗରିଷ୍ଠତାକୁ ସେ ବିରୋଧ କରିଥିଲେ ଏବଂ ସଂଖ୍ୟାଲଘୁ
ସଂଖ୍ୟାଲଘୁ ଲୋକମାନଙ୍କୁ ସେ ସମର୍ଥନ କରୁଥିଲେ, କାରଣ ଆମ ସମାଜରେ ବହୁତ କମ୍ ସଂଖ୍ୟକ ଲୋକମାନେ ଅଛନ୍ତି ଯେଉଁମାନଙ୍କ ପାଖରେ କି ବିଶେଷ ଜ୍ଞାନ ଥାଏ ଏବଂ ସାମର୍ଥ୍ୟ ମଧ୍ୟ ଥାଏ। ତେଣୁ ଯେଉଁ ଗଣତାନ୍ତ୍ରିକ ସରକାର ହେଉଛି ତାହା ସଂଖ୍ୟାଲଘୁମାନଙ୍କୁ ଉପେକ୍ଷା ନ କରି ସଂଖ୍ୟାଗରିଷ୍ଠମାନଙ୍କୁ ଉପେକ୍ଷା କରିବା ଦରକାର ଏବଂ ସଂଖ୍ୟାଲଘୁମାନଙ୍କୁ ସମ୍ମାନ ଦେବା ଦରକାର। ମିଲଙ୍କ ମତରେ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ର ଦ୍ୱାରା ନିୟନ୍ତ୍ରିତ ହେବା ଉଚିତ। ଏହାଦ୍ୱାରା ସମସ୍ତଙ୍କୁ ସମାନ ସୁବିଧା ମିଳିଥାଏ। ଶିକ୍ଷା କ୍ଷେତ୍ରରେ ସେ ଚାହୁଁଥିଲେ ବାସ୍ତବ ପ୍ରଶାସନର ଦାୟିତ୍ୱ କେବଳ ସେହି ବ୍ୟକ୍ତିମାନଙ୍କୁ ଦିଆଯିବା ଦରକାର ଯେଉଁମାନେ ଦକ୍ଷ ଅଟନ୍ତି ଏବଂ ସରକାରର ଭୂମିକା ହେଉଛି ପ୍ରଶାସକଙ୍କ ଉପରେ ନଜର ରଖିବା। ଉତ୍ତମ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଉତ୍ତମ ନାଗରିକ ସୃଷ୍ଟି ହୋଇପାରେ। ଏହା ଥିଲା ମିଲଙ୍କ ଗଣତନ୍ତ୍ର ଓ ପ୍ରତିନିଧିମୂଳକ ସରକାର ଉପରେ ମନ୍ତବ୍ୟ। ତ ସେ ଚାହୁଁଥିଲେ ଯେ ପ୍ରତ୍ୟେକ ଶିକ୍ଷା କ୍ଷେତ୍ରରେ ସରକାର ଅଧିକ ଗୁରୁତ୍ୱ ଦେବା ଦରକାର ଏବଂ ସବୁ ନାଗରିକମାନଙ୍କୁ ଯେମିତିକି ସରକାର ବା ରାଷ୍ଟ୍ର ଶିକ୍ଷିତ କରିବ ସେଥି ନିମନ୍ତେ ଯତ୍ନବାନ ହେବା ଦରକାର। ଏହାଦ୍ୱାରା ଉତ୍ତମ ନାଗରିକ ସୃଷ୍ଟି ହୋଇପାରିବେ ଏବଂ ସେମାନେ ଏକ ଉତ୍ତମ ରାଷ୍ଟ୍ର ମଧ୍ୟ ଗଠନ କରିପାରିବେ। ତେଣୁ ପ୍ରଶାସକଙ୍କ ଉପରେ ରାଷ୍ଟ୍ରର ନଜର ରହିବା ଦରକାର ବୋଲି ସେ ଦାବି କରୁଥିଲେ। ସୋ ଡିୟର ଷ୍ଟୁଡେଣ୍ଟସ୍, ଏହା ଥିଲା ମିଲଙ୍କର ଗଣତନ୍ତ୍ର ଏବଂ ପ୍ରତିନିଧିମୂଳକ ସରକାର ଉପରେ ତାଙ୍କର ମନ୍ତବ୍ୟ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କର, ସେୟାର କର ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ।